ସକାଳୁ ସକାଳୁ ଘରେ ଗୋଟେ ଦେଖୁଥିବେ ମୁଁ କୋଉ ଘରେ ଅଛି କି କଣ ଭାବୁଥିବ ଗୁହାଳ ଘର ଲେଖା ହେଇଛି 27 କୋଉ 7 ଇನ್ನು ଦୁଇ ନା ଆଉ ଏଇଟା କଣ 11 କଣ ଇଏ କ୍ଷୀର ନବା ଡେଟ୍ କ୍ଷୀର ନବା ଡେଟ୍ ଏଇଟା ହଉଛି ଗୁହାଳ ତ ଆମ ପାଇଁ ଯିବା ଆମ ପରିବା ଆଉ ଏଇଟା ଜମୁଙ୍କର ଏଇଟା କଣ କେବଳ ଅରୁଆ ଉଷୁନା ଅରୁଆ ଦିଟା ନା ହଁ ଏଇଟା ଜମୁଙ୍କ କଳ ଏଇଟା ହଁ ଓ ପାର୍ଟ ହେଇଯାଇଛି ଏପଟେ ଗୁହାଳ ନା ବଡ କଳ ଥିଲା ଏଇଠି ତାହେଲେ ଏଇଟା ଗୋଟେ ଆଣିଛ ପୁଣି ଆସିବ ଆଉ ଟିକେ ଅରୁଆ କଳ ଆସିବ ଏଇଟା ଉଷ୍ଣ କଳ ଭଲ ହଁ ହଁ ରେଡି ଆଉ ଏଇ ତାଙ୍କ ଗାଈ ବନ୍ଧା ହେଇଛନ୍ତି ଜମୁଙ୍କ ଗାଈ ବାଛୁରୀ ଇଏ ଆମର ବବି ଭାଉଜ ଝିଅକୁ ଧରିକି ବସିଛନ୍ତି ଶୋଇପଡ଼ିଛି ଅନଉନି କେତେ ଆମ୍ବ ଦେଖ ଯିଶୁ ଆମ୍ବ ତୋଳୁଛି ଛାତ ଉପରୁ ଆଜବେଷ୍ଟ ଉପରୁ ତୋଳିକି ଚଢିକି ଏଠି ଆମ୍ବ ଫଳିଛି ଇଏ ହଉଛି ଜମୁଙ୍କ ଆମ୍ବ ଗଛ ଦେଖନ୍ତୁ କେତେ ଆମ୍ବ ହେଇଛି ପୁରା ଏ ବର୍ଷ ନାଦିଛି ପୁରା ଆମ୍ବ କିନ୍ତୁ ଏ ଆମ୍ବ ଗଛରେ ମାଙ୍କଡ ବସନ୍ତିନି କାହିଁକି ନା ଏତେ ଖଟା ନେଇଆ ଠିକ ଅଛି ନେଇଆ ହଁ ମନା କରୁଛି ମନା କରୁଛି ଥାଉ ଛିଡ଼ା ନା ନାଇଁ ସେଇଟା ଆଣେ ସେ ବିଡ଼ିକି ଆଣେ ନାଇଁ ଏଇଠୁ ଏମିତି ଭାଙ୍ଗି ଦଉନୁ ଗେଣ୍ଡୁ ଦେ ସେତିକି ଦେବା ଆଉ ଗୋଟେ କଣ କହୁଥିଲୁ ରାଧା କିଏ ରାଧା ବାଟରେ ଯାଉଛୁ ଦେଖିଲୁ ବତକ ଦେଖନ୍ତୁ କେତେ ବତକ ଏଠି ବତକ ଫାର୍ମ ଅଛି ତ ସେଥିପାଇଁ କି ବତକ ଏଠି ବୁଲୁଛନ୍ତି ପାଣିରେ ଅଳ୍ପ ପାଣିରେ ଆଉ ବାପରେ ବତକ ଦେଖୁଛନ୍ତି କେତେ ବତକ ଛାଡୁଛି ଏବେ ଆସି ଘରେ ପହଞ୍ଚିଲି ଦେଖିଲି ବହୁତ ସାରା ବତକ ଫାର୍ମ ଅଛି ତ ସେଠି ଚାଷ ହଉଛି ଆଉ ଦେଖି ବତକ ବହୁତ ଭାରି ଖୁସି ଲାଗିଲା ଏବେ ଖାଇ ପିଇକି ବାହାରିବା ଡ୍ୟୁଟି 1 ବାଜିଲାଣି